ପ୍ରତିଦିନ ଶବର ପିଲାଟିଏ ଗଙ୍ଗା ନଦୀ କୂଳେ କୂଳେ ଚଢ଼େଇ ଧରିବା ପାଇଁ ଯାଏ। ଆଜି ବି ଡେରି କରିକି ଚଢ଼େଇଟିଏ ଧରିବା ପାଇଁ ଗଙ୍ଗା ନଦୀ କୂଳେ କୂଳେ ଇଏ ଶବର ପିଲାଟା ଚାଲିଛି। ଚଢ଼େଇଟିଏ ମିଳିଲେନି। ସଞ୍ଜ ହେଇଗଲା। ବାବାଜୀ ଯୋଉ ବୃକ୍ଷ ମୂଳରେ ତପସ୍ୟା ଭଗବତୀ ବାସୁଦେବାୟ ହୁଙ୍କା କାଲଟିଏ ଆଉ ଶବ୍ଦ ଶୁଣୁନି। ହୁଙ୍କାର ଧ୍ୱନିରେ ବାବାଜୀଙ୍କ ଶରୀର ହୁଙ୍କା ସେଇ ବଟ ବୃକ୍ଷ ମୂଳରେ ଶବର ପିଲା ଯାଇ ବସିଲା। ଇଏ ଜାଣିନି ହୁଙ୍କା କାହିଁ ଅଛି। ବାବାଜୀ ହୁଙ୍କା ପଡ଼ିଗଲେ। କହିଲା ଆଜି କଣ ଚଢ଼େଇଟିଏ ମିଳିଲେ। ଉପରକୁ ଅନେଇଲା ବେଳକୁ ଗଛ ଡାଳରେ ଗୋଟେ ଚଢ଼େଇ କହିଲା ଇଏ ତୀରଟା ମିଳିଲେ ଚଢ଼େଇଟା ଉଡ଼ିଯିବ। ସଞ୍ଜ ହେଇଗଲାଣି। ଗୋଟେ ଚଢ଼େଇ ମିଳିଲେ ପୋଡ଼ିଦେବି ଖାଇଦେବି। ମୋ ପରିବାର ଆସିବ କଣ କରିବେ? ତେଣୁ ଶବର ପିଲା ଚଢ଼େଇ ଧରିବ ବୋଲି ବ୍ୟାଗରେ ରଖିଛି ଅଠା କାଠିଆ ନଳ। ଗୋଟାଏ ସବୁ ଯାକ ନଳ ଫଞ୍ଜି ଦେଲା। ଚଢ଼େଇ ଦେହକୁ ପାଇଲାନି। ଆଉ ବ୍ୟାଗ ଭିତରେ ନଳ ନାହିଁ। କହିଲା କଣ କରିବି? ତଳକୁ ନଉଛି ଉପରକୁ ନଉଛି ନଳ ପାଉନି। ଆଉ ଗୋଟିଏ ହାତ ନଳ ହେଲେ ଚଢ଼େଇଟା ଦେହରେ ଲଗେଇ ଦେଲେ ଯେ ନଳରେ ଅଠା ଅଛି ଚଢ଼େଇଟା ଉଠି ପାରିବନି। ଲାଗିବ ପୋଡ଼ିଦେବି ଖାଇବେ। ତଳକୁ ନଉଛି ଉପରକୁ ନଉଛି ସଞ୍ଜ ହେଇଗଲାଣି। କାଳେ ଚଢ଼େଇଟା ଉଠିଯିବ। ତଳେ ଅନେଇଲା ଗୋଟେ ହୁଙ୍କା। ହୁଙ୍କାଟା ଉପରେ ଚଢ଼ିଯିବି ନଳଟାକୁ ଟେକିବି। ଶବର କଳ୍ପନା କରିଛି ହୁଙ୍କା ଉପରେ ଚଢ଼ିବ ନଳକୁ ଟେକିବ। ଆଉ ସାଡ଼କୁ ଯାଉନି କଳ୍ପନା ମୁଖେ କାଳ ଥାଇ ସେ କାଳ ଆଡକୁ ଯାଉନି। ବାବୁମାନେ ଇଏ ଚଢ଼େଇ ଧରିବ ବୋଲି ଇଏ ଶବର ପିଲାଟା ଇଏ ହୁଙ୍କାଟା ଉପରେ ଚଢ଼ି ଖଣ୍ଡ ଖଣ୍ଡ ହୋଇ ହୁଙ୍କାଟା ଭାଙ୍ଗିଲା। ହୁଙ୍କା ଭିତରେ ତପସ୍ୟାରତ ବାବାଜୀ ରେ କାର ଗର୍ଜନ କରି ତପସ୍ୟା ଭଗ୍ନ କଲା। ମୁଁ ତାକୁ ଅଭିଶାପ ଦେବି। ପଡ଼ି ଯାଇ ଛରଖାର ହେଇଯିବ। ଋଷିଙ୍କ ଉପରେ ଚଢ଼ିଗଲି। ଋଷି କହୁଛନ୍ତି ମତେ ଅଭିଶାପ ଦେବେ। ମୁଁ ଜାଣିନି। ମୋ ତପସ୍ୟା ଭଗ୍ନ କଲୁ। ଅଭିଶାପ ଦେବି। ଜାଳି ପୋଡ଼ି ଛାରଖାର କରିଦେବି। ମୁଁ ଜାଣିନି ଅନାର୍ଯ୍ୟ ଚଢ଼େଇ ଗଲା ଅମୃତ ଚଢ଼େଇ ପାରିଲେ ଖାଇବି। ମୁଁ ଜାଣିନି ହୁଙ୍କା ଭିତରେ ଆପଣ କେମିତି ଥିଲେ କଣ ପାଇଁ ଥିଲେ କଣ କରୁଥିଲେ। ହୁଙ୍କା ଭିତରେ ମୁଁ ଚଢ଼େଇ ଧରିବା ପାଇଁ ରାଜ୍ୟ ହେଉ ବା ରାଜ୍ୟ ହେଉ ମୋ ତପସ୍ୟା ଜଣ ଭଗ୍ନ କରିଛୁ। ମୁଁ ଅଭିଶାପ ଦେବି। ତାହେଲେ ମୋ ପାଇଁ କଣ କ୍ଷମା ନାହିଁ? କ୍ଷମାର ସ୍ଥାନ ନାହିଁ ଯୁବକ। ଋଷି କହୁଛନ୍ତି ଅଭିଶାପ ଦେଇ ପୋଡ଼ି ଜାଳି ଭସ୍ମ କରିଦେବେ। ନିରୀହ ଶବର ପିଲାଟା ପାଦ ତଳେ ପଡ଼ିଛି ଟିକିଏ କ୍ଷମା ପାଇବା ପାଇଁ। କ୍ଷମା ମିଳିବ କି ନାହିଁ? ଗୋଟେ ଓଡ଼ିଆ ପୁଅର ବେଦ ସୁପ୍ରିମକୋର୍ଟର ଗୋଟେ ପଦ ଜଗନ୍ନାଥ ଦାସ କଣ କହିଲେ? শক্তি যা নিকটরে আছে ক্ষমা দেওয়ার শক্তি তা নিকটরে আছে। মা
ତମ ପିଲା ଅଝଟ କରୁଛି ତମେ ବାଡ଼ଉଛ ପିଲା କାନ୍ଦିକି ଧୂଳିରେ ଗଡ଼ି ଯାଉଛି ଯୋଉ ମା ଦଣ୍ଡ ଦେଇଥାଏ ସେଇ ମା ପିଲାକୁ କୋଳକୁ ଆଣି ପଣତ କାନିରେ ଛାଡ଼ି ଦେଇ ଫଳରେ ତତେ ମାରିକି କାଟିଲା ତୋ ରୋଗ ବୈରାଗ ମତେ ଛାଡ଼ି ଧରି ଦେଇନି ଦଣ୍ଡ ଦେଇପାରେ ଯୋଉ ମା କ୍ଷମା ଦେଇପାରେ ସେଇ ମା ହେ ଋଷି ତୁମ ନିକଟରେ ଦଣ୍ଡ ଦେବାର କ୍ଷମତା ଅଛି କ୍ଷମା ଦେବାର କ୍ଷମତା ଅଛି ନାଇଁ ଖବର ପିଲାଟା କାନ୍ଦିଲାଣି ତାକୁ ପୁଅ ଭଳି କୋଳକୁ ନେଇ କ୍ଷମା ଦେଇଦିଅ ହେଇପାରିବନି ଯୁବକ ମୋ ପାଖରେ କ୍ଷମାର ସ୍ଥାନ ନାହିଁ ତାହେଲେ ଜଣେ ଭୁଲ କଲା ବୋଲି ତାକୁ ଏକାଥରେ କୋର୍ଟକୁ ପଠେଇଦବା ତା ପାଇଁ କ୍ଷମା ନାହିଁ ପଦେ ଜଗନ୍ନାଥ ଦାସଙ୍କର କହିଲି ତମେ କାଟିଦବ ଏ ଗାଁରେ ଶ୍ୟାମଦାସପୁର ଗାଁରେ ଦି ଜଣଙ୍କର ଝଗଡ଼ା ହେଲା ମୋ ବାପା ମାନେ ବସିଲେ ମାନିଲେନି ପିଲାମାନେ ପଳେଇଲେ କୋର୍ଟ ସୁପ୍ରିମ କୋର୍ଟ ମନା କଲା ପଳେଇବା ବିହାର ପାଟନା କୋର୍ଟ କାଳେ ବିଚାର ମିଳିବ ହାଇକୋର୍ଟ କଲାନି ନିଷ୍ପତ୍ତି ତଳ କୋର୍ଟ କଲାନି ତଳ କୋର୍ଟ କରିନି ହାଇକୋର୍ଟ କଲାନି ପଳେଇବା ବିହାର ପଳେଇବା ପାଟନା କୋର୍ଟକୁ ଯିବା ପଦିଏ ଜଗନ୍ନାଥ ଦାସଙ୍କର ସୁପ୍ରିମ କୋର୍ଟର ପଦ ଗାଇ ମନା କରିଦେବ ପାଟନା କୋର୍ଟ ଦେଖିବା ଦେଖା କବି ହେଉଛନ୍ତି ନନ୍ଦକିଶୋର ବଳ ସର୍ବିଷ୍ଠା କାବ୍ୟ ଏ କୁସୁପ୍ରୁ ଗାଁ ବାବୁରେ ପଦଟିଏ ସେ କଣ କହିଲେ ମୋର ପ୍ରଥମ ଗୁରୁ ଗାୟକ ବାଣୀଭୂଷଣ ବାଣୀକଣ୍ଠ କ୍ଷେତ୍ରବାସୀ ମିଶ୍ର ତାଙ୍କରି ସ୍ୱର ସଂଯୋଜନାରେ 7 ବର୍ଷ ସାନ୍ନିଧ୍ୟ ଲାଭ କଲା ପରେ ଚାଲିଗଲେ ସେ ତାଙ୍କରି ସ୍ୱର ସଂଯୋଜନାରେ ପଦଟିଏ ବାହାର କରିବା ବାବୁରେ ବାବୁ ବୋଲେ କ୍ଷମା କଲେ রাত্রি হব ইঞ্জিন